ନେଭର ବ୍ଲେମ୍ ଟୁ ଏନିୱାନ୍ ଇନ୍ ୟୋର୍ ଲାଇଫ୍। ମନେ ରଖନ୍ତୁ, ଭଲ ଲୋକ ଆପଣଙ୍କୁ ଖୁସି ଦେଇଯିବେ, ଖରାପ ଲୋକ ଆପଣଙ୍କୁ କିଛି ଶିକ୍ଷା ଦେଇଯିବେ। ବହୁତ ଭଲ ଲୋକ ଆପଣଙ୍କ ଜୀବନରେ ସ୍ମୃତି ହୋଇ ରହିଯିବେ, ଆଉ ବହୁତ ଖରାପ ଲୋକ ଜୀବନ ବଞ୍ଚିବାର ଠିକ୍ ଶୈଳୀ କ'ଣ ବତେଇ ଦେଇଯିବେ। ଭାଇ, ଏଠି କାହା ଉପରେ ନିର୍ଭର ରୁହ ନାହିଁ। ନିଜ କାମ ନିଜେ କର, ଏକା କର। କାହାକୁ ଖୋସାମତ କରି ସମ୍ମାନ ହରାଅନି, କାହିଁକି ନା ଲୋକ ଏଠି କେବଳ ସାନ୍ତ୍ୱନା ଦିଅନ୍ତି, ଶାନ୍ତି ନୁହେଁ। ନିଜ ଲୋକ ହିଁ ଘର ଭାଙ୍ଗନ୍ତି, କାରଣ ବାହାର ଲୋକ ବା କେମିତି ଜାଣିବ ଘରର କେଉଁ କାନ୍ଥ ଶକ୍ତ ଅଟେ ଆଉ କେଉଁ କାନ୍ଥ ଦୁର୍ବଳ ଅଟେ। ଧନ ବାଣ୍ଟ, ଜ୍ଞାନ ବାଣ୍ଟ, କିନ୍ତୁ ନିଜ ଦୁଃଖ କି ଦୁର୍ବଳତା ନୁହେଁ। କାରଣ କିଛି ଲୋକ ସୁଯୋଗ ପାଇଲେ ତୁମ ଦୁର୍ବଳତାକୁ ନେଇ ଉପହାସ କରିବେ, ଆଉ ସମୟ ଆସିଲେ ଆଘାତ କରିବେ। ହ୍ୱାଟ୍ସଆପ୍ କି ଫେସବୁକ୍ରେ ଷ୍ଟାଟସ୍ ଚେଞ୍ଜ କଲେ ଆପଣଙ୍କର ଜୀବନ ଚେଞ୍ଜ ହୋଇଯିବ ନାହିଁ। ନିଜ ବର୍ତ୍ତମାନର ଷ୍ଟାଟସ୍କୁ ଚେଞ୍ଜ କଲେ ନିଶ୍ଚୟ ଜୀବନ ଚେଞ୍ଜ ହୋଇଯିବ। ସେଥିପାଇଁ ନିଜକୁ ଗଢ଼ିବାରେ ସମୟ ଦିଅ, ସମୟ ବର୍ବାଦ କରିବାରେ ନୁହେଁ। ହଁ, ଏହା ସତ ଅଟେ, ଯିଏ ସତ୍ ପଥରେ ଥାଏ ସିଏ ସବୁବେଳେ ନିଜକୁ ଏକୁଟିଆ ପାଏ, ଆଉ ଯିଏ ମିଛୁଆ ଲମ୍ପଟ ହୋଇଥାନ୍ତି ତାଙ୍କ ସହିତ ସମସ୍ତେ ଥାନ୍ତି। ସିଏ ବୋକା ହୋଇଥାଏ ଯିଏ ସରଳ ମଣିଷ ହୋଇ ମଣିଷକୁ ବିଶ୍ୱାସ କରି ଧୋକା ପାଇଥାଏ ଆଉ କଷ୍ଟ ବି ପାଇଥାଏ। ଆଉ ଯିଏ ସ୍ୱାର୍ଥପର ହୋଇଥାଏ ସିଏ ସବୁବେଳେ ଖୁସିରେ ରୁହେ। କିନ୍ତୁ ଜାଣିବା କଥା ଏହା କି ଭଗବାନଙ୍କ ଦରବାରରେ ବିନା ଓକିଲରେ ଦଣ୍ଡ ମିଳିଥାଏ। ସବୁର ହିସାବ ନିକାଶ ଉପରେ ଚାଲିଛି। ସେଥିପାଇଁ କ୍ଷଣିକ ଖୁସି ପାଇଁ କାହାକୁ ଆଘାତ କରନ୍ତୁ ନାହିଁ, କାରଣ ଯେଉଁଠିକି ଆମର ଆଖି ବି ପାଇବ ନାହିଁ ସେଠାରୁ କେହି ଜଣେ ଆମକୁ ଜୁମ୍ କରି ଦେଖୁଛି। ମଣିଷ ଶରୀରରେ ସବୁଠାରୁ ସୁନ୍ଦର ଅଙ୍ଗ ହେଉଛି ତାର ହୃଦୟ। ଯଦି ହୃଦୟରେ ଅଳିଆ ଭରି ରହିଛି ତେବେ ସମ୍ପୂର୍ଣ୍ଣ ଶରୀର ଯେତେ ବି ସୁନ୍ଦର ହୋଇଥାଉ କିଛି ଫରକ ପଡ଼େ ନା। ରାଗିଯାଇ କାହାକୁ ଏତେ କଠୋର ଶବ୍ଦ କୁହନ୍ତୁ ନାହିଁ ଯାହାକୁ ତୁମେ ନିଜ ପାଇଁ କେବେ ଶୁଣିପାରିବ ନାହିଁ। ରାଗ ତ କିଛି ସମୟ ପାଇଁ ଆସିଥାଏ, କିନ୍ତୁ ରାଗରେ କୁହାଯାଇଥିବା କଥାଟି ସବୁଦିନ ପାଇଁ ମନେ ରହିଯାଏ। ଖୁସିରେ ରହିବାର କେବଳ ଗୋଟିଏ ସହଜ ଉପାୟ, କାହା ଉପରେ ନିର୍ଭର ରୁହ ନାହିଁ ଏବଂ ଭଗବାନଙ୍କ ବ୍ୟତୀତ କାହା ଉପରେ ଆଶା ରଖ ନାହିଁ। ଭଲ ପାଇବାକୁ ତ ସମସ୍ତେ ଆପଣେଇ ନେବେ, କିନ୍ତୁ ପ୍ରକୃତ ସମ୍ପର୍କ ସିଏ ଯିଏ ତୁମ ରାଗ ଅଭିମାନକୁ ବି ଆପଣେଇ ନେବ। ପ୍ରଶଂସା ଯେତେ କଲେ ଚଳିବ, ହେଲେ ଅପମାନ ଦେଖି ଚାହିଁକି କର, କାରଣ ଉପରେ କେହି ଜଣେ ପ୍ରଶଂସା ଦେଉ କି ନ ଦେଉ, ହେଲେ ଅପମାନର ମୂଲ୍ୟ ଶୁଦ୍ଧ ସହ ଫେରେଇଥାଏ। ଯଦି ନିଜର କିଏ ଆଉ ପର କିଏ ଏବେ ଚିହ୍ନିବାକୁ ଚାହୁଁଛନ୍ତି, କିଏ ପସନ୍ଦ କରୁଛନ୍ତି ନା କେବଳ ସ୍ୱାର୍ଥ ପାଇଁ ନିଜର କହି ହେଉଛନ୍ତି ଜାଣିବାକୁ ଚାହୁଁଛନ୍ତି, ତେବେ କିଛି ଦିନ ପାଇଁ କଥା ହେବା ବନ୍ଦ କରିଦିଅନ୍ତୁ। ଦେଖିବେ ଯିଏ ନିଜର, ଯିଏ ଆପଣଙ୍କୁ ପସନ୍ଦ କରନ୍ତି ସିଏ ଆପଣଙ୍କ ସହ କଥା ନ ହୋଇ ରହିପାରିବ ନାହିଁ। ଆଉ ଯିଏ କେବଳ ନାକୁ ମାତ୍ର ନିଜର, ଆପଣଙ୍କୁ ପସନ୍ଦ କରନ୍ତି ନାହିଁ, କେବଳ ସ୍ୱାର୍ଥ ପାଇଁ ନିଜର କହି ହୁଅନ୍ତି, ସିଏ ଆପେ ଆପେ ଆପଣଙ୍କ ସାମ୍ନାରେ ଧରା ପଡ଼ିଯିବେ। ତାଙ୍କର ସବୁ ମୁଖା ଖୋଲିଯିବ। ବେଳେ ବେଳେ ମଣିଷ ବଦଳି ନଥାଏ, ବାସ୍ ତାଙ୍କର ଅସଲ ଚେହେରାଟା ଆମକୁ ଆଗରୁ ଜଣା ନଥାଏ। ଇଜ୍ଜତ ଓ ସମ୍ମାନ ଅଜବ ଜିନିଷ। କେହି କାହାକୁ ଦିଅନ୍ତୁ ବା ନ ଦିଅନ୍ତୁ, କିନ୍ତୁ ସମସ୍ତେ ସମସ୍ତଙ୍କ ଠାରୁ ଆଶା କରିଥାନ୍ତି। ଜନ୍ମରୁ କେହି କାହାର ଶତ୍ରୁ କି ମିତ୍ର ହୋଇନଥାନ୍ତି। ଆମେ କରିଥିବା ବ୍ୟବହାର ଆଉ ଅନ୍ୟକୁ ଦେଇଥିବା କଷ୍ଟ ବା ଭଲ ପାଇବା ମିତ୍ର ଆଉ ଶତ୍ରୁ ଉଭୟ ତିଆରି କରିଥାଏ। ଶେଷରେ ଗୋଟିଏ କଥା କହିବି, ଯାହା ହଜିଗଲା ତାକୁ ଆଉ ମନେ ପକାଅନି, ଆଉ ଯାହା ପାଖରେ ଅଛି
ତାକୁ ବର୍ବାଦ କର